ମୁଁ ଅପରାଜ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଏମ୍ଆର୍ ଷ୍ଟୁଡିଓ ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କର ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ଆଜିର ଭିଡ଼ିଓଟି ହେଉଛି 120 ରୁଲ୍ ଅଫ୍ ଗ୍ରାମର 5 ନମ୍ବର ଭିଡ଼ିଓ। ଆଗରୁ 4ଟି ଭିଡ଼ିଓ ଅପଲୋଡ଼ ହେଇସାରିଲାଣି, ଯେଉଁଥିରେ କି ଆମେ 10ଟି ଲେଖାଏଁ ଏମିତି ଡିସ୍କସନ୍ କରିସାରିଛୁ। ଯଦି ଆପଣ ଭିଡ଼ିଓଟି ଦେଖିନାହାନ୍ତି ଏମ୍ଆର୍ ଷ୍ଟୁଡିଓ ଏକାଡେମୀ ଯାଆନ୍ତୁ, ପ୍ଲେଲିଷ୍ଟରେ ଆପଣ 120 ରୁଲ୍ ଅଫ୍ ଗ୍ରାମର ସର୍ଚ୍ଚ କଲେ ଦେଖିପାରିବେ କ'ଣ ସବୁ ରୁଲ୍ ଗୁଡ଼ାକ ପଢ଼ା ହେଇଛି। ଏକ୍ଜାମ୍ପଲ୍ ୱାଇଜ୍ ଆମେ ପଢ଼ିଛୁ କ'ଣ ପାଇଁ ଏଗୁଡ଼ା ହେଲା ବା କେଉଁଠି ଆମେ ୟୁଜ୍ କରିବା। ତେଣୁ ଚାଲନ୍ତୁ ଡେରି ନକରି ଏବେ ଦେଖିବା ରୁଲ୍ ଗୁଡ଼ା କ'ଣ ଅଛି, ଇମ୍ପୋର୍ଟାଣ୍ଟ ରୁଲ୍ ଗୁଡ଼ାକ, ଯାହାଦ୍ୱାରା କି ଆପଣ ଏମସିକ୍ୟୁ କରିବା ସହିତ ନିଜେ ସେଣ୍ଟେନ୍ସ ବି ଲେଖିପାରିବେ। ତେଣୁ ଯେଉଁ କ୍ଲାସ୍‌ରେ ଥାଆନ୍ତୁ, ଯେଉଁ ଆମର କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ଟ୍ରାଏ କରନ୍ତୁ ବି, କିଛି ନାହିଁ। ଆପଣ ଯଦି ଇଂଲିଶ ଗ୍ରାମାର କିଛି ଅସୁବିଧା ରହୁଛି, ଆପଣ ଏ ଭିଡ଼ିଓ ଦେଖିଲା ପରେ ଆପଣଙ୍କର ଅସୁବିଧାଟା ଦୂର ହେଇଯିବ। ଆପଣ ଖାଲି ଗୋଟେ କାମ କରିବାର ଅଛି, ଭିଡ଼ିଓଟିକୁ ଲାଇକ୍ କରିଦେବାର ଅଛି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଆଉ ବେଲ୍ ନୋଟିଫିକେସନ୍ ଅଲରେ ସେଟ୍ କରିଦେବେ। ତେଣୁ ସମୟ ନଷ୍ଟ କରିବାନି, ଯିବା ପ୍ରଥମ ରୁଲ୍‌ଟି ଦେଖିବା କ'ଣ ଅଛି। ଆଜି ହେଉଛି 60 ନମ୍ବର ରୁଲ୍। କ'ଣ ରୁଲ୍‌ଟିର ନାଁ ଅଛି ନା ୟୁଜ୍ ଅଫ୍ ମେନି। ହେଲା, ମେନି ଏଟା କୋଉଠି ଆମେ ୟୁଜ୍ କରିବା, ଇମ୍ପୋର୍ଟାଣ୍ଟ ପଏଣ୍ଟ ଗୁଡ଼ା କ'ଣ ଅଛି ନା ମେନି ଏ ଇଜ୍ ଫଲୋଡ୍ ବାଇ ସିଙ୍ଗୁଲାର ନାଉନ୍। ହେଲା, ମେନି ଏ ଯୋଉଠି ଲେଖା ହେଇଛି କ'ଣ ଲେଖା ହବ, ସେ ଫଲୋଡ୍ କରିବ କାହାକୁ ନା ସିଙ୍ଗୁଲାର ନାଉନ୍ ଯୋଉଠି ଥିବ ସେଇଠି ୟୁଜ୍ କରାଯିବ। ଆଉ କ'ଣ ସିଙ୍ଗୁଲାର ଭାର୍ବ। ହେଲା, ଏଇଟା କ'ଣ ସିଙ୍ଗୁଲାର ନାଉନ୍ ଆଉ ସିଙ୍ଗୁଲାର ଭାର୍ବ ଯୋଉଠି ଥିବ ସେଇଠି କ'ଣ ୟୁଜ୍ ହବ। ୟାର ମାନେ କ'ଣ ମିନ୍ସ ଏ ଲାର୍ଜ ନମ୍ବର ଅଫ୍, ମାନେ ଯୋଉ ମେନି ଏ ମାନେ ହଉଛି କ'ଣ ନା ଲାର୍ଜ ନମ୍ବର ଅଫ୍। ହେଲା, ମାନେ ବହୁତ ଗୁଡ଼ାକ ଯଦି ଥିବ ସେଠି ଆମେ ୟୁଜ୍ କରିବା କ'ଣ ମେନି ଏ। ତେଣୁ ଦେଖିବା ଏକ୍ସାମ୍ପଲ୍ କ'ଣ ଅଛି। ମେନି ଏ ଷ୍ଟୁଡେଣ୍ଟ ହେଜ୍ ଫେଲ୍ଡ ଦିସ୍ ଏକ୍ସାମ୍, ମାନେ ବହୁତ ପିଲା କ'ଣ ହେଇଛନ୍ତି ନା ଆମର ଏକ୍ସାମ୍‌ରେ ଫେଲ୍ ହେଇଛନ୍ତି। ସେଇଥିପାଇଁ ଆମେ ୟୁଜ୍ କଲୁ କ'ଣ ମେନି ଏ। ଇମ୍ପୋର୍ଟାଣ୍ଟ ପଏଣ୍ଟଟା କ'ଣ ଅଛି, ସିଙ୍ଗୁଲାର ନାଉନ୍ ମାନେ ଯେମିତିକି ଷ୍ଟୁଡେଣ୍ଟସ୍। ହେଲା, ଷ୍ଟୁଡେଣ୍ଟ ଆକାରରେ ୟୁଜ୍ କରାହଉଛି ନାଉନ୍, ଆଉ କ'ଣ ସିଙ୍ଗୁଲାର ଭାର୍ବ ଯେମିତିକି କ'ଣ ହେଜ୍ ଲେଖାହେଇଛି। ବୁଝିହେଲା ଆମର ସିଙ୍ଗୁଲାର ନାଉନ୍ ଆଉ ସିଙ୍ଗୁଲାର ଭାର୍ବ। ସେକେଣ୍ଡ ଏକ୍ସାମ୍ପଲ୍ କ'ଣ ଅଛି, ମେନି ଏ ଟାଇମ୍ ଇଜ୍ ୱାର୍ଣ୍ଣଡ ହିମ୍। ହେଲା, ମାନେ ବହୁତ ଥର, ମାନେ ବହୁତ ଥର କ'ଣ ହେଇଛି ତାଙ୍କୁ ୱାର୍ଣ୍ଣ କରିଛନ୍ତି। ହେଲା, ସେଥିପାଇଁ ଆମେ ୟୁଜ୍ କଲୁ। ଆଉ ଦେଖିବା ଏଠି ମେନ୍ କଥା ହେଉଛି କ'ଣ ସିଙ୍ଗୁଲାର ନାଉନ୍, ଯେଉଁଟାକି କ'ଣ ଅଛି ଟାଇମ୍। ଟାଇମ୍ ଆଉ କ'ଣ ନା ଆମର ସିଙ୍ଗୁଲାର ଭାର୍ବ ଯେଉଁଟାକି କ'ଣ ୱାର୍ଣ୍ଣ ଅଛି। ହେଲା, ବୁଝିପାରିଲେ। ତେଣୁ ଆମର ମେନି ଏ କ'ଣ କରେ ନା ସିଙ୍ଗୁଲାର ନାଉନ୍ ଆଉ ସିଙ୍ଗୁଲାର ଭାର୍ବ ୟୁଜ୍ କରିଥାଏ। ତେଣୁ ଦେଖିବା 61 ରୁଲ୍‌ଟା କ'ଣ ଅଛି ନା ୟୁଜ୍ ଅଫ୍ କ'ଣ ମଚ୍, ମେନି, ମୋର୍, ମୋଷ୍ଟ। ବହୁତ ଇମ୍ପୋର୍ଟାଣ୍ଟ ଏଇ ରୁଲ୍‌ଟା। ଯଦି ଆପଣ ପଢ଼ିଦେଇଛନ୍ତି, ଆପଣ ଯେଉଁ ଏକ୍ଜାମ୍ ପାଇଁ ପ୍ରିପେୟାର ହୁଅନ୍ତୁ, ଆପଣ ଅଧା ଇଂଲିଶ ଗ୍ରାମାର ସରିଯିବ ଏଇଠି। କାରଣ ସବୁ ଇମ୍ପୋର୍ଟାଣ୍ଟ ମଚ୍, ମେନି, ମୋର୍ ଆଉ ମୋଷ୍ଟ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ହେଲା, ତେଣୁ ଦେଖିବା କ'ଣ ଅଛି ଇମ୍ପୋର୍ଟାଣ୍ଟ ପଏଣ୍ଟ ଗୁଡ଼ାକ ଲେଖି ରଖନ୍ତୁ। ଯଦି ଆପଣଙ୍କ ଅସୁବିଧା ହେଉଛି ସ୍କ୍ରିନଶଟ୍ ନେଇ ନିଅନ୍ତୁ। ଯଦି ଆପଣ ଖାତାରେ ନୋଟ୍ ଡାଉନ୍ କରିବାକୁ ଯଦି ନୋଟ୍ ଡାଉନ୍ କରିନିଅନ୍ତୁ। କ'ଣ ଅଛି ପଏଣ୍ଟଟା ନା ମଚ୍ ଆମେ କୋଉଠି ୟୁଜ୍ କରିବା ନା ଅନକାଉଣ୍ଟେବଲ୍ ଥିଙ୍ଗସ୍, ଯୋଉଠି ଅନକାଉଣ୍ଟେବଲ୍ ଥିଙ୍ଗସ୍ ଥିବ ସେଠି ଆମେ କ'ଣ ୟୁଜ୍ କରିବା ନା ମଚ୍ ୟୁଜ୍ କରିବା। ତାପରେ ନେକ୍ସଟ୍ ଅଛି କ'ଣ ମେନି। ମେନି କୋଉଠି ୟୁଜ୍ କରିବା ନା କାଉଣ୍ଟେବଲ୍ ଥିଙ୍ଗ, ଯୋଉଠି କାଉଣ୍ଟେବଲ୍ ଥିଙ୍ଗସ୍ ଥିବ ସେଠି କ'ଣ ମେନି ୟୁଜ୍ କରିବା। ମୋର୍ କୋଉଠି ନା କମ୍ପାରେଟିଭ୍ ଫ୍ରମ୍ ଫର୍ମ ଅଫ୍ ବୋଥ୍। ହେଲା, ଯଦି କମ୍ପାରେଟିଭ୍ ଥିବ ସେଠି କ'ଣ କରିବା ମୋର୍ ୟୁଜ୍ କରିବା। ଯଦି ମୋଷ୍ଟ କୋଉଠି ନା ସୁପରଲେଟିଭ୍ ଫର୍ମ। ହେଲା, କମ୍ପାରେଟିଭ୍ ଆଉ ସୁପରଲେଟିଭ୍ ଡିଗ୍ରୀ ପାଇଁ ମୋର୍ ଆଉ ମୋଷ୍ଟ ୟୁଜ୍ କରିବା। ଆଉ ଯଦି ଅନକାଉଣ୍ଟେବଲ୍ ଥିବ ସେଠି କ'ଣ ମଚ୍, ଯଦି କାଉଣ୍ଟେବଲ୍ ଥିବ ମେନି। କାଉଣ୍ଟେବଲ୍ ଆଉ ଅନକାଉଣ୍ଟେବଲ୍ ଆପଣଙ୍କୁ ବୁଝେଇଥିଲି ପୂର୍ବ ଭିଡ଼ିଓରେ, ତଥାପି ଆଉଥରେ କହିଦଉଛି। କାଉଣ୍ଟେବଲ୍ ଆଉ ଅନକାଉଣ୍ଟେବଲ୍ ଜାଣିବେ କେମିତି ନା ଯାହାର ଯୋଉ ବି ଆପଣ ଥିଙ୍ଗସ୍ କୁହନ୍ତୁ ବା ଯାହା ବି କୁହନ୍ତୁ ତାର ପ୍ଲୁରାଲ୍ ପାଇଁ ଆପଣ ଯେକୌଣସି ୟୁନିଟ୍ କିମ୍ବା ମେଜରମେଣ୍ଟ ଗୋଟେ ୟୁଜ୍ କରିବାକୁ ପଡ଼ିବ, ତେଣୁ ସେଇଟା ହେଉଛି କ'ଣ ଅନକାଉଣ୍ଟେବଲ୍। ଯେମିତିକି ଆପଣ ସେଣ୍ଟ କୁହନ୍ତୁ, ୱାଟର କୁହନ୍ତୁ, ତା ପାଇଁ କ'ଣ ଆମେ ୟୁଜ୍ କରୁଛୁ 1 ବଟଲ୍ ଅଫ୍ ୱାଟର, 1 ଗ୍ଲାସ୍ ଅଫ୍ ୱାଟର ବା 1 ପ୍ୟାକେଟ୍ ଅଫ୍ ସେଣ୍ଟ। ସେଇଥିପାଇଁ ସେଇଟା ହେଉଛି କ'ଣ ଅନକାଉଣ୍ଟେବଲ୍ ନାଉନ୍। ଆଉ ଯାହାର କୌଣସି ତାର ୟୁନିଟ୍ ଆମର ୟୁଜ୍ କରିବା ପାଇଁ ପଡ଼ିବନି, ଯାହାର ପ୍ଲୁରାଲ୍ ଫର୍ମ ଥିବ, ସେଇଟା କ'ଣ ହେଉଛି କ'ଣ କାଉଣ୍ଟେବଲ୍ ନାଉନ୍। ଯେମିତିକି ପେନ୍, ପେନ୍‌ଟା ଗଣି ହବ ନା, ତେଣୁ ପେନ୍ସ ଆମେ ଲେଖିପାରିବା। ହେଲା, ୟାର କୌଣସି ଆମର କ'ଣ ମେଜର କରିବା ମେଜରମେଣ୍ଟ ଅଧିକାଟା ଆମେ ଯେତେବେଳେ ୟୁଜ୍ କରିବା ଅଧିକାର ଦରକାର ହଉନଥିବ। ହେଲା, ତେଣୁ ଦେଖିବା କ'ଣ ଏକ୍ସାମ୍ପଲ୍ ଅଛି ୟାର ମଚ୍, ମେନି, ମୋର୍ ଆଉ ମୋଷ୍ଟର। ଫାର୍ଷ୍ଟ ଏକ୍ସାମ୍ପଲ୍ କ'ଣ ଅଛି, ସି ହେଜ୍ ମଚ୍ ପେସେନ୍ସ। ହେଲା, ମଚ୍ କ'ଣ ପାଇଁ ୟୁଜ୍ କରିଲେ, ଏଟା ପେସେନ୍ସଟା ହେଉଛି କ'ଣ କାଉଣ୍ଟେବଲ୍। ପେସେନ୍ସକୁ ଆପଣ ମାପି ପାରିବେ କି, କାଉଣ୍ଟ କରିପାରିବେ କି? କରିପାରିବେନି। ତେଣୁ ସେଥିପାଇଁ କ'ଣ ହେଲା ଏଟା ମଚ୍ ୟୁଜ୍ କରା, ମାନେ ଏଟା ଅନକାଉଣ୍ଟେବଲ୍ ନାଉନ୍ ଥିଲା। ନେକ୍ସଟ୍ ଦେଖନ୍ତୁ କ'ଣ ଅଛି ଆମର ହି ହେଜ୍ ମେନି ଫ୍ରେଣ୍ଡସ୍। ଫ୍ରେଣ୍ଡସଟା ଆପଣ ଗଣିପାରିବେ, ସେଥିପାଇଁ ମେନି ୟୁଜ୍ କରାହେଲା। ତାପରେ ନେକ୍ସଟ୍ ଅଛି କ'ଣ ଦିସ୍ ବୁକ୍ ଇଜ୍ ମୋର୍ ୟୁଜଫୁଲ୍ ଦେନ୍ ଦ୍ୟାଟ୍, ମାନେ ଦିଟା ଭିତରେ କମ୍ପେୟାର କରାଯାଇଛି, ସେଥିପାଇଁ କ'ଣ କରାହେଲା ମୋର୍ ୟୁଜ୍ କରାଗଲା। ନେକ୍ସଟ୍ ଅଛି କ'ଣ ନା ମୋଷ୍ଟ। ମୋଷ୍ଟ କୋଉଠି ୟୁଜ୍ କରାଯିବ ନା ଅଫ୍ ଅଲ୍ ଦିସ୍ ଇଜ୍ ମୋଷ୍ଟ ଇଣ୍ଟରେଷ୍ଟିଂ। ହେଲା, ସୁପରଲେଟିଭ୍ ଡିଗ୍ରୀ ଯେତେବେଳେ ଅଛି ସବୁଠାରୁ ଇଣ୍ଟରେଷ୍ଟିଂ ବୋଲି ସେଇଟା କ'ଣ କରାହେଲା ମୋଷ୍ଟ ୟୁଜ୍ କରାଗଲା। କିଛି ଅସୁବିଧା ନାହିଁ। ତେଣୁ ଦେଖିବା 62 ନମ୍ବର ରୁଲ୍‌ଟା କ'ଣ ଅଛି। ସମବଡି, ଏନିବଡି, ନୋବଡି, ଏଭ୍ରିବଡି। ହେଲା, ଏଗୁଡ଼ାକ କୋଉଠି ଆମେ ୟୁଜ୍ କରିବା। ହେଲା, ଇମ୍ପୋର୍ଟାଣ୍ଟ ପଏଣ୍ଟଟା କ'ଣ ଅଛି ନା ୟୁଜ୍ ସିଙ୍ଗୁଲାର ଭାର୍ବ। ଏମାନେ ସବୁ ଗୁଡ଼ା କ'ଣ କରନ୍ତି ସିଙ୍ଗୁଲାର ଭାର୍ବ ୟୁଜ୍ କରନ୍ତି ୱିଥ୍ ଦିସ୍ ପ୍ରୋନାଉନ୍ସ। ହେଲା, ପ୍ରୋନାଉନ୍ ସହିତ କ'ଣ ନା ସିଙ୍ଗୁଲାର ଭାର୍ବ ଏମାନେ ୟୁଜ୍ କରନ୍ତି। ଆଉ ପଜେସିଭ୍ ଫର୍ମ, ୟାର ପଜେସିଭ୍ ଫର୍ମ କ'ଣ ଅଛି ନା ସମବଡି, ନୋବଡି, ଏଗୁଡ଼ାକ ବୁଝିପାରିଲେ। ପଜେସିଭ୍ ଫର୍ମଟା ଏଗୁଡ଼ାକ ୟୁଜ୍ କରାଯାଏ। ତେଣୁ ଏକ୍ସାମ୍ପଲ୍ ଦେଖିବା କ'ଣ ଅଛି, ଏଭ୍ରିବଡି ଲାଇକ୍ସ ଆଇସ୍କ୍ରିମ୍। ହେଲା, ସିଙ୍ଗୁଲାର ଭାର୍ବ ୟୁଜ୍ କରୁଛି ଆଉ ଲାଇକ୍ସ, ସେଇଥିପାଇଁ ଲାଇକ୍ସ ହେଲା। ହେଲା, ବୁଝିପାରିଲେ। ତାପରେ ନୋବଡି ୱାଜ୍ ଦେୟାର। ହେଲା, ନୋବଡି ପାଖରେ ବି ସେଇ ୱାଜ୍ ଲାଗିଲା ସିଙ୍ଗୁଲାର।
ହେଲା somebody's bag is missing ଇଜି ହେଲା। ତେଣୁ ସବୁଆଡେ ସିଙ୍ଗୁଲାର ଭାର୍ବ ୟୁଜ କରାଯାଉଛି। ବୁଝିପାରିଲେ? ତେଣୁ ଦେଖିବା ଏବେ ରୁଲ ନମ୍ବର 63। 63 ଟା କଣ କହୁଛି ନା ୟୁଜ ଅଫ ଇଚ୍ ଏଭ୍ରି ଅଲ୍ ହେଲା। ଆମେ କୋଉଠି ଇଚ୍ ୟୁଜ କରିବା, ଏଭ୍ରି କୋଉଠି, ଅଲ୍ କୋଉଠି ୟୁଜ କରିବା। ଇମ୍ପୋର୍ଟାଣ୍ଟ ପଏଣ୍ଟ ଟା କଣ ଅଛି ନା ଇଚ୍ କୋଉଠି ୟୁଜ କରିବା ନା ଇଣ୍ଡିଭିଜୁଆଲ ଆଇଟମ। ଯଦି ଇଣ୍ଡିଭିଜୁଆଲ ଆଇଟମ ଆପଣଙ୍କୁ ଦେଇଥିବ ସେଠି କଣ କରିବା ଇଚ୍ ୟୁଜ କରିବା। ଏଭ୍ରି କଣ ଗ୍ରୁପ ଯୋଉଗୁଡାକ ଦେଇଥିବ ଜେନେରାଲ ଆଇଡିଆ ଗ୍ରୁପ ଗୁଡାକ ଯୋଉଠି ଥିବ ସେଠି ଆମେ କଣ ଏଭ୍ରି ୟୁଜ କରିବା। ଯଦି ଇଣ୍ଡିଭିଜୁଆଲ ଦେଇଥିବ ଇଚ୍ ୟୁଜ କରିବା। ଯଦି କଣ ଦେଇଥିବ ଗ୍ରୁପ ଦେଇଥିବ ଏଭ୍ରି ୟୁଜ କରିବା। ଅଲ୍ କୋଉଠି ନା ଟୋଟାଲ ଗ୍ରୁପ, ଗୋଟେ ଯଦି ଟୋଟାଲ ଗ୍ରୁପ ହେଇଥିବ ସେଠି କଣ ଅଲ୍ ୟୁଜ କରିବା ହେଲା। ଏକ୍ସାମ୍ପଲ ଦେଖିବା ଦେନେ ଆପଣ ଆଉ ଟିକେ ଅଧିକ ବୁଝିପାରିବେ। କଣ ଅଛି ଇଚ୍ ବୟ ରିସିଭଡ ଏ ପ୍ରାଇଜ, ମାନେ ସବୁ ପିଲା କଣ ଇଣ୍ଡିଭିଜୁଆଲି କୁହାଯାଇଛି ନା। ଆଉ କଣ ଯଦି ମାନେ କହିଥାନ୍ତା ଗୋଟେ କ୍ରିକେଟ ଦଳ ସେଠି ଆମେ କଣ କରିବା ଇଚ୍ ୟୁଜ ଲଗେଇ ପାରିବାନି। ତାପରେ ଦେଖନ୍ତୁ ଏଭ୍ରି ଷ୍ଟୁଡେଣ୍ଟ ମଷ୍ଟ ଆଟେଣ୍ଡ, ଏଭ୍ରି କଣ ନା ଗୋଟେ ଗ୍ରୁପ ମାନେ ଯେତିକି ସେ କ୍ଲାସରେ ପିଲାଟି ଥିଲେ ସବୁ ମାନେ କଣ କରୁଛନ୍ତି ମଷ୍ଟ ଆଟେଣ୍ଡ ହେଲା। ସମସ୍ତଙ୍କୁ ମାନେ ଭଲ ଆଟେଣ୍ଡ କରିଛନ୍ତି ସେଥିପାଇଁ କଣ ଲଗାଲା ଏଭ୍ରି ଲଗାଲା। ଆଉ ତାପରେ କଣ ଅଛି ଅଲ୍ କୋଉଠି ନା ଅଲ୍ ଦ ଷ୍ଟୁଡେଣ୍ଟସ ଆର୍ ହାପି, ମାନେ ଟୋଟାଲ ଗ୍ରୁପ ସବୁ ସ୍କୁଲର ସବୁ ପିଲା ବା ସେ ଟିଚରଙ୍କର ଯେତିକି ଯାହାକୁ ପଢଉଛନ୍ତି ସମସ୍ତେ କଣ ହଉଛନ୍ତି ସମସ୍ତେ ହାପି ଅଛନ୍ତି। ତେଣୁ ସେଥିପାଇଁ ଷ୍ଟୁଡେଣ୍ଟ ଗୋଟେ ଟୋଟାଲ ଗ୍ରୁପକୁ ବୁଝେଇଲା ନା, ସେଥିପାଇଁ ଅଲ୍ ୟୁଜ କରାଗଲା। ବୁଝିପାରିଲେ? ବାସ୍ କିଛି ଅସୁବିଧା ନାହିଁ। ଏବେ ଦେଖିବା 64 ନମ୍ବର ରୁଲ ଟା କଣ ଅଛି। 64 ନମ୍ବର ରୁଲ ଟା କଣ ଅଛି ଆଇଦର ଅର୍ ନାଇଦର ଅର୍। ବହୁତ ଇମ୍ପୋର୍ଟାଣ୍ଟ ଅଛି ଆଇଦର ଅର୍ ନାଇଦର। ପିଲାମାନେ ବହୁତ କନଫ୍ୟୁଜ ହୁଅନ୍ତି ଆଇଦର ଅର୍ କୋଉଠି ନାଇଦର ଅର୍ କୋଉଠି ୟୁଜ ହବ। ତେଣୁ ଏଗୁଡାକ ୟୁଜ ହବ କୋଉଠି ଇମ୍ପୋର୍ଟାଣ୍ଟ ପଏଣ୍ଟ ଟା କଣ ଅଛି ଭାର୍ବ ଏଗ୍ରିଜ ୱିଥ ଦ ନିୟରେଷ୍ଟ ସବଜେକ୍ଟ ହେଲା। ଭାର୍ବ ଟା କେମିତିଆ ୟୁଜ ହବ ଯଦି ଆଇଦର ଅର୍ କିମ୍ବା ନାଇଦର ଅର୍ ୟୁଜ ହେଇଛି ତାର ନିୟରେଷ୍ଟ ସବଜେକ୍ଟ ତା ପାଖାପାଖି ଯୋଉ ସବଜେକ୍ଟ ଥିବ ସେଇ ଅନୁସାରେ ଭାର୍ବ ଟା ଚେଞ୍ଜ ହବ। ଆଉ ୟୁଜ ସିଙ୍ଗୁଲାର ଭାର୍ବ ଇଫ ବୋଥ ସବଜେକ୍ଟ ଆର୍ ସିଙ୍ଗୁଲାର, ଯଦି ଦିଟା ସାରା ସବଜେକ୍ଟ ଟା ଥିବ ଧର ଦିଟା ସବଜେକ୍ଟ ଯଦି ସିଙ୍ଗୁଲାର ଅଛି ତାହେଲେ ଭର୍ବ ଟା ବି କଣ ହବ ସିଙ୍ଗୁଲାର ଭାର୍ବ ହବ। ଦେଖିବା ଏକ୍ସାମ୍ପଲ କଣ କେମିତି ଆଇଦର ରମେଶ ଅର ସୁରେଶ ହେଜ ଡନ୍ ଦିସ୍। ଏଥିରେ କଣ ଥିଲା ନା ଆଇଦର ଅର୍ ତ ୟୁଜ କରାହେଲା। ରମେଶ ଆଉ ସୁରେଶ ଦିଟା କଣ ଥିଲା ସିଙ୍ଗୁଲାର ଥିଲା, ସେଥିପାଇଁ ଆମେ ହେଜ ୟୁଜ କଲେ। ଏବେ ଦେଖିବା ପ୍ଲୁରାଲ ଯଦି ଥିବ ନାଇଦର ୟୁ ନୋର ୟୁର ଫ୍ରେଣ୍ଡସ। ବଢିଆ ଏକ୍ସାମ୍ପଲ ଦେଲା ନାଇଦର ୟୁ ଟା ହେଲା ସବଜେକ୍ଟ ଗୋଟେ, ୟୁର ଫ୍ରେଣ୍ଡସ ଗୋଟେ ସବଜେକ୍ଟ ହେଲା। ତେଣୁ କୋଉଟା କହିଲେ ନିୟରେଷ୍ଟ ହେଲା। ନିୟରେଷ୍ଟ ସବଜେକ୍ଟ ଯୋଉଟା ଥିବ ସେଟା ୟୁଜ କରିବା ମାନେ ନିୟରେଷ୍ଟ ପାଖାପାଖି କଣ ଅଛି ୟୁର ଫ୍ରେଣ୍ଡସ, ମାନେ ଏଟା କଣ ଆମର ସିଙ୍ଗୁଲାର ନା ପ୍ଲୁରାଲ ପ୍ଲୁରାଲ। ତେଣୁ ସେଥିପାଇଁ ଓୟାର ୟୁଜ କଲେ। ଯଦି ଏଠି ପାଖାପାଖି ସେଟା ସିଙ୍ଗୁଲାର ଥାନ୍ତା ତାହେଲେ ଏଠି କଣ ୟୁଜ ହେଇଥାନ୍ତା ୟୁଜ ହେଇଥାନ୍ତା ଇଜ ହେଇଥାନ୍ତା। ଆପଣଙ୍କୁ ଏଇଟା ଦେଇନଥିବ ବ୍ରାକେଟ କଣ ଦେଇଥିବ ଇଜ ହବ କି କଣ ଓୟାର ହବ। ତେଣୁ ଆପଣ ଜାଣିବେ କେମିତି ନିୟରେଷ୍ଟ ସବଜେକ୍ଟ ଟାକୁ ଦେଖିବେ କଣ ଅଛି ଯଦି ପ୍ଲୁରାଲ ଥିବ ପ୍ଲୁରାଲ ୟୁଜ ହବ ଓୟାର ଟା, ଯଦି ସିଙ୍ଗୁଲାର ଥିବ ୟୁଜ ହବ। ବୁଝିପାରିଲେ? କିଛି ଅସୁବିଧା ନାହିଁ। ଆଇଦର ହି ଅର୍ ଆଇ ଏମ୍ ଟୁ ଗୋ ହେଲା। ସେମିତିଆ କଣ ୟୁଜ କରାଗଲା ସିଙ୍ଗୁଲାର ୟୁଜ କରାଗଲା। କିଛି ଅସୁବିଧା ନାହିଁ। ତେଣୁ ଏବେ ଦେଖିବା କଣ 65 ନମ୍ବର ରୁଲ ଟା କଣ ଅଛି। 65 ନମ୍ବର ରୁଲ କଣ ଅଛି ୟୁଜ ଅଫ ନୋ ଏଣ୍ଡ ନଟ୍। ନୋ କୋଉଠି ୟୁଜ କରିବା ନଟ୍ କୋଉଠି ୟୁଜ କରିବା ସମସ୍ତେ ଜାଣିଛନ୍ତି କିନ୍ତୁ ବାରମ୍ବାର ଭୁଲ କରନ୍ତି ପିଲାମାନେ, ସେଥିପାଇଁ ଏଠି ରୁଲ ଟା ଦିଆହେଇଛି। ତେଣୁ ଇମ୍ପୋର୍ଟାଣ୍ଟ ପଏଣ୍ଟ ଟା କଣ ଅଛି ନୋ କୋଉଠି ୟୁଜ କରାଯିବ ନା ନଟ୍ ଏନି ହେଲା। ଏଟା ନାଉନ ପୂର୍ବରୁ ନୋ ଟା ୟୁଜ କରାଯିବ ହେଲା ବିଫୋର ନାଉନ। ଆଉ କୋଉଟା ବି ନଟ୍ ଏନି ତା ଭିତରୁ କୌଣସିଟି ଯଦି ନ ହବ ତାହେଲେ ଆମେ ନୋ ୟୁଜ କରିବା। ନଟ୍ କୋଉଠି ବିଫୋର ଭାର୍ବ ଏଣ୍ଡ ଆଡଜେକ୍ଟିଭ। ଏର ପୋଜିସନ ଟା ଜାଣିବେ କେମିତି ନୋ ଟା କୋଉଠି ୟୁଜ କରାଯିବ ବିଫୋର ନାଉନ। ନାଉନ ଯୋଉଠି ଥିବ ତା ପୂର୍ବରୁ ୟୁଜ କରାହବ ନୋ, କିନ୍ତୁ ନୋ ଟା କୋଉଠି ବିଫୋର ଭାର୍ବ ଭାର୍ବ ପୂର୍ବରୁ ୟୁଜ କରାହବ କିମ୍ବା କଣ ଆଡଜେକ୍ଟିଭ ପୂର୍ବରୁ କଣ ୟୁଜ କରାଯିବ ନା ନଟ୍ ୟୁଜ କରାଯିବ। ଏକ୍ସାମ୍ପଲ ଦେଖିତେ କଣ ଅଛି ଦେୟାର ଇଜ नो ମିଲ୍କ ଇନ ଦ ଗ୍ଲାସ। କଣ ହେଲା ନାଉନ ଅଛି ମିଲ୍କ ତା ପୂର୍ବରୁ ନୋଟ ୟୁଜ କରାଗଲା, କିନ୍ତୁ ନଟ୍ ଦେଖନ୍ତୁ ଆଇ ଏମ୍ ନଟ୍ ରେଡି। ରେଡି ହଉଛି କଣ ନା ଭାର୍ବ, ଭାର୍ବ ପୂର୍ବରୁ ନଟ୍ ୟୁଜ କରାଗଲା ହେଲା। ଆଉ ଯଦି ଆପଣ କହିବେ ନୋ ନା ନୋ ହେଇଥିଲେ କଣ ହେଇथा ନାଉନ ପୂର୍ବରୁ ବସିଥାନ୍ତା ବା ଆଇ ଏମ୍ ଏ ଯୋଉ ଆଇ ଏମ୍ ଅଛି ତା ପୂର୍ବରୁ ୟୁଜ ହେଇଥିଲା, କିନ୍ତୁ ନଟ୍ କାହିଁକି ହେଲା ନା ଭାର୍ବ ପୂର୍ବରୁ। ବୁଝିପାରିଲେ? କିଛି ଅସୁବିଧା ନାହିଁ। ତାପରେ ଆଉ ଗୋଟେ ଏକ୍ସାମ୍ପଲ ଦେଇଛି କଣ नो ବଏଜ ଆର୍ ପ୍ରେଜେଣ୍ଟ। ଏଠି କାହିଁ ଦେଖନ୍ତୁ ବଏଜ ପୂର୍ବରୁ ଅଛି ଯେଟା କହୁଥିଲେ ଆଇ ଏମ୍ ଥିଲା ସବଜେକ୍ଟ ପୂର୍ବରୁ ବା ନାଉନ ପୂର୍ବରୁ। ଦେଖନ୍ତୁ ବଏଜ ପୂର୍ବରୁ ନ ଅଛି ଏଠି ନଟ୍ ୟୁଜ କରାହବନି ନ ୟୁଜ କର, କାରଣ ନାଉନ ପୂର୍ବରୁ ସବୁବେଳେ ନ ବସେ ଆଉ କଣ ଭାର୍ବ ପୂର୍ବରୁ ସବୁବେଳେ ନଟ୍ ବସେ। ବହୁତ ଇମ୍ପୋର୍ଟାଣ୍ଟ ଏଇଟା ପିଲାମାନେ ବାରମ୍ବାର ଭୁଲ କରନ୍ତି ହେଲା ସେଣ୍ଟେନ୍ସ ଲେଖିଲା ବେଳେ ବା ଗ୍ରାମାରରେ କଣ କରନ୍ତି ନା ଭାର୍ବ ପୂର୍ବରୁ କୋଉଟା ନାଉନ ପୂର୍ବରୁ କୋଉଟା ବସେ ସେମାନେ ଜାଣିପାରନ୍ତି। ବୁଝିପାରିଲେ? ଆଉ ଭୁଲ ହବନି। ତେଣୁ ଦେଖିବା 66 ରୁଲ ଟା କଣ ଅଛି ୟୁଜ ଅଫ ସ ଏଣ୍ଡ ଠୁ। ସ କୋଉଠି ୟୁଜ କରିବା ଠୁ କେଉଁଠି ୟୁଜ କରିବା। ସମସ୍ତେ ସେଣ୍ଟେନ୍ସ ଲେଖି ଦିଅନ୍ତି କିନ୍ତୁ ପରଫେକ୍ଟ ରୁଲ ଟା କଣ ଅଛି ନା ଠୁ ଆମେ ୟୁଜ କରିବା କୋଉଠି ମୋର ଦେନ ଏନାଫ ଅର ଅଲସୋ ହେଲା। ମାନେ ଦରକାର ଠୁ ଅଧିକ ଯଦି ଥିବ ସେଟା କଣ କଣ କରିବା ନା ଠୁ ୟୁଜ କରିବା। ଆଉ ସ କୋଉଠି ୟୁଜ କରିବା ଟୁ ସ ରେଜଲ୍ଟ ଅର ସିମିଲାରିଟି। ଯୋଉଠି ଆମର କଣ ରେଜଲ୍ଟ ହେଲା କିଛି ଗୋଟେ କଣ ଏକ୍ସପେରିମେଣ୍ଟ ରେଜଲ୍ଟ ହଉ ବା ଗୋଟେ ସିମିଲାରିଟି ଦେଖାଇବା ଧର ମଣିଷ ଆଉ କଣ ମାଙ୍କଡ ଭିତରେ ଗୋଟେ ସିମିଲାରିଟି ଦେଖେ ସେଠି କଣ ସ ୟୁଜ କରିବା। ଆଉ କଣ ଠୁ କୋଉଠି ୟୁଜ କରିବା ନା ମୋର ଦେନ ଏନାଫ। ଯୋଉ ଯେତିକି ଦରକାର ତାଠୁ ଯଦି ଅଧିକା ଦେବ ସେଠି କଣ କରିବା ଠୁ ୟୁଜ କରିବା। ଦେଖିବା ଏକ୍ସାମ୍ପଲ କଣ ଅଛି the tea is too hot to drink। ମାନେ ପିଇବା ପାଇଁ ତା ପିଇବା ଯେତିକି ଗରମ ଦରକାର ତାଠୁ ଅଧିକା, ତେଣୁ ସେଥିପାଇଁ ଠୁ ୟୁଜ କରାଗଲା।
ଆଉ ଗୋଟେ ଏକ୍ଜାମ୍ପଲ କଣ ଅଛି, ହି ଇଜ ସୋ ୱିକ୍ ଦ୍ୟାଟ୍ ହି କ୍ୟାନ୍ ନଟ୍ ରନ୍। ସୋ କାହିଁକି ୟୁଜ୍ କରାହେଲା, ମାନେ ସେ କମ୍ପେୟାର କରୁଛି ହେଲା, ମାନେ ସେ ଏତେ ୱିକ୍ ହେଇଯାଇଛି ଯେ ସେ କଣ ମାନେ ରନ୍ କରିପାରିବ, ଏଇଟା କଣ କରୁଛି ସିମୁଲେଟିଭ ବା ରେଜଲ୍ଟ ଦେଖାଉଛି। ୱିକ୍ ର ରେଜଲ୍ଟ ହଉଛି କଣ, ସେ କିଛି କରିପାରିବନି ତେଣୁ ସେଥିପାଇଁ, ବା ଦୌଡ଼ି ପାରିବନି ତେଣୁ ସେଥିପାଇଁ ସୋ ୟୁଜ୍ କରାହେଲା। ଏଇଟା କଣ ରେଜଲ୍ଟ ଗୋଟେ ଆସୁଥିଲା, ବୁଝିପାରିଲେ। ତେଣୁ ସି ଇଜ ଟଲ୍ ଏଣ୍ଡ ହାର ସିଷ୍ଟର ଇଜ ଟଲ୍ ଟୁ ହେଲା। ଏଠି କଣ କରାହେଲା, ଠୁ କାହିଁ ୟୁଜ୍ କରାହେଲା ନା ଆମର ଦେଖନ୍ତୁ କଣ ଅଛି, ସି ଇଜ ଟଲ୍ ଏଣ୍ଡ ହାର ସିଷ୍ଟର ଇଜ ଟଲ୍ ଟୁ, ମାନେ କଣ କରାଗଲା, ଠୁ କଣ ନା ଦରକାରଠୁ ଅଧିକ ସିଏ କଣ ଅଛି ଡେଙ୍ଗା, ତେଣୁ ସେ ଅଲସୋ ମାନେ ଯେଟା ଦେଖନ୍ତୁ ଏଠି ଏନାଫ୍ ଥିଲା ତାପରେ ଗୋଟେ ଅଲସୋ ଥିଲା, ମାନେ କଣ, ମାନେ ଇଏ ବି ଆଉ ଜଣେ ବି ହେଲା। ତେଣୁ ଯଦି ଦି ଜଣ ସାରା ଥିବେ ତେଣୁ ସେଥିପାଇଁ କଣ ଆମେ ଠୁ ୟୁଜ୍ କରିବା, ମାନେ ଏଇ ଯୋଉ ଆମର ପିଲାଟି ଆଉ ତାର କଣ ସିଷ୍ଟର ଯିଏ ଦି ଜଣ କଣ ଟଲ୍ ଅଛନ୍ତି, କିନ୍ତୁ ଆମର କଣ ୟା ଅଧିକ ଟଲ୍, କିନ୍ତୁ ଅଲସୋ ମାନେ କଣ ଦି ଜଣଙ୍କ ଭିତରେ ସେମ୍, ଇଏ ବି ଟଲ୍ ସେ ବି ଟଲ୍, ସେଥିପାଇଁ ଆମର କଣ କଲା ଠୁ ୟୁଜ୍ କରାଗଲା। ତେଣୁ କିଛି ଅସୁବିଧା ହବନି, ଦେଖିଥିବ ଟିକେ, ଜାଣିଛି ଡାଉଟ୍ ଟିକେ ଥିବ, ଏଇଟା ନୋଟ୍ ଡାଉନ୍ କରିନିଅନ୍ତୁ, ତେଣୁ ଆଉ ଯେତେବେଳେ ଏକ୍ଜାମ୍ପଲ ଗୁଡ଼ା କରିବେ ଆସ୍ତେ ଆସ୍ତେ ମନେ ପଡ଼ିଯିବ। ତେଣୁ ଦେଖିବା ନେକ୍ସଟ ରୁଲଟା କଣ ଅଛି, 67 ନମ୍ବର, ୟୁଜ୍ ଅଫ୍ ସୋ ଦ୍ୟାଟ୍ ଆଉ ସଚ୍ ଦ୍ୟାଟ୍। ସୋ ଦ୍ୟାଟ୍ କୋଉଠି ୟୁଜ୍ କରିବା, ସଚ୍ ଦ୍ୟାଟ୍ କୋଉଠି ୟୁଜ୍ କରିବା। ଇମ୍ପୋର୍ଟାଣ୍ଟ ପଏଣ୍ଟ କଣ ଅଛି ନା, ସୋ ପ୍ଲସ୍ ଏଡଜେକ୍ଟିଭ ପ୍ଲସ୍ ଦ୍ୟାଟ୍, ମଝିରେ ଏଡଜେକ୍ଟିଭ ଯଦି ହେଲା ସେଠି ସୋ ଦ୍ୟାଟ୍, ସଚ୍ ଆଉ ଦ୍ୟାଟ୍ ମଝିରେ କଣ ୟୁଜ୍ ହବ, ନାଉନ୍ ୟୁଜ୍ ହବ। ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟଟା ଏଇଟା ଅଛି ଆମର, ସୋ ଦ୍ୟାଟ୍ ଆଉ ସଚ୍ ଦ୍ୟାଟ୍ ଭିତରେ କୋଉଠି ୟୁଜ୍ କରିବା, ସୋ ଆଉ ଦ୍ୟାଟ୍ ଭିତରେ କଣ ଏଡଜେକ୍ଟିଭ ୟୁଜ୍ ହବ, କିନ୍ତୁ ସଚ୍ ଆଉ ଦ୍ୟାଟ୍ ଭିତରେ ନାଉନ୍ ୟୁଜ୍ ହବ। ଏକ୍ସାମ୍ପଲ ଦେଖିଥିବା କଣ ଅଛି, ହି ଇଜ ସୋ ଟାୟାର୍ଡ ଦ୍ୟାଟ୍ ହି କ୍ୟାନ୍ ନଟ୍ ୱାକ୍। ହେଲେ ଯୋଉ ସୋ ଆଉ ଦ୍ୟାଟ୍ ମଝିରେ କଣ ଅଛି, ଏଟା ଏଡଜେକ୍ଟିଭ ଅଛି ଟାୟାର୍ଡ ହେଲା, ତେଣୁ ସେଥିପାଇଁ କଣ ହେଲା ସୋ ଦ୍ୟାଟ୍ ଲାଗିଲା ହେଲା। ଆଉ କଣ ଅଛି, ଇଟ୍ ଇଜ ସଚ୍ ଏ ବିଗ୍ ହାଉସ୍ ଦ୍ୟାଟ୍, ଏଠି ସଚ୍ ଆଉ ଦ୍ୟାଟ୍ ଭିତରେ କଣ ରହିଲା ନା ନାଉନ୍ ରହିଲା ହେଲା। ଏ ବିଗ୍ ହାଉସ୍ ଆପଣଙ୍କୁ ଦେଇଥିବ, ଏଠି ଧର ଟାୟାର୍ଡ ଅଛି, ଏଠି କାଟି ଦେଇକି ଆପଣ ଗୋଟେ ଏଠି ଏଡଜେକ୍ଟିଭ ଦେଇଥିବ, ଅରେ କଣ ନାଉନ୍ ଦେଇଥିବ, ଏଠି କଣ ହବ ନା ସାର୍ ସୋ ଆଉ ଦ୍ୟାଟ୍ ମଝିରେ ସବୁବେଳେ କଣ ଏଡଜେକ୍ଟିଭ ଲାଗିବ, ତା ମାନେ କଣ ଟାୟାର୍ଡ ହବ ହେଲା। ତେଣୁ ଏଇଟା ଦେଖିକି ଆନ୍ସର କରିବେ। ସେମିତି ସଚ୍ ଆଉ ଦ୍ୟାଟ୍ ଭିତରେ କଣ ହବ, ସବୁବେଳେ ନାଉନ୍ ହବ ହେଲା। ବୁଝିପାରିଲେ, ଦେଖିବା ଏବେ 68 ନମ୍ବର ରୁଲଟା କଣ ଅଛି, ବିକଜ ଆଉ ସୋ। ବିକଜ ଆଉ ସୋ ଭିତରେ କୋଉଟା ୟୁଜ ହବ, କୋଉଠି ଆମ ରୁଲଟା ଲାଗିବ ଦେଖିବା। ବିକଜ ସୋ ଦ ରିଜନ ହେଲା, ସେ ବିକଜ ଟା କଣ କରେ, ଗୋଟେ ଯେକୌଣସି କାମର ରିଜନ ମାନେ ସେ କାରଣ ଗୋଟେ ଦର୍ଶାଏ, କିନ୍ତୁ ସୋ କଣ କରେ, ସୋ ଏ ରେଜଲ୍ଟ। ଟିକେ ଆଗରୁ ପଡିଗଲେ ସୋ ଟା କଣ କରେ, ତାର ରେଜଲ୍ଟ ଟା ଦେଖାଏ ଯେକୌଣସିର। ଆଉ ଡୋଣ୍ଟ ୟୁଜ ବୋଥ ଟୁଗେଦର, ମନେ ରଖିଥିବେ କେବେ ବି ବିକଜ ଆଉ କଣ ସୋ ଦିଟା ଏକା ସାଙ୍ଗରେ ୟୁଜ କରାଯିବ ନାହିଁ, ସେଣ୍ଟେନ୍ସରେ କେବେ ବି ୟୁଜ କରାଯିବ ନାହିଁ, ମନେ ରଖିଥିବେ। ଆଉ ଗୋଟେ କଣ, ବିକଜ ଟା ସବୁବେଳେ ରିଜନ ପାଇଁ ଆଉ ସୋ ଟା ସବୁବେଳେ ରେଜଲ୍ଟ ପାଇଁ। ଏକ୍ସାମ୍ପଲ ଦେଖିଥିବା କଣ ଅଛି, ଆଇ ଡୋଣ୍ଟ ଆଉ ଡୁ ନଟ୍ ଗୋ ବିକଜ ଇଟ୍ ଇଜ ରେନିଂ ହେଲା। କଣ ମାନେ ଗୋଟେ କଣ କହିଲା, ରିଜନ କହିଲେ ଆମେ ବାହାରକୁ ଯାଇପାରିନି କାରଣ ବର୍ଷା ହଉଛି, ତେଣୁ ସେଥିପାଇଁ ବିକଜ ଲାଗିଲା। ନେକ୍ସଟ କଣ ଅଛି, ଇଟ୍ ୱାଜ ରେନିଂ ସୋ ଆଇ ଡିଡ୍ ନଟ୍ ଗୋ। ସୋ ଟା କଣ ପାଇଁ ଲାଗିଲା, ଲାଗିଲା ନା ଏଟା କଣ ଅଛି ନା ରେଜଲ୍ଟ ଅଛି। କଣ ପାଇଁ, ଆଇ ଡିଡ୍ ନ ଆଇ ଇଟ୍ ୱାଜ ରେନିଂ ସୋ, ମାନେ ଯେହେତୁ ବର୍ଷା ହଉଛି ଯାଇପାରିବନି ନା, ତେଣୁ ସେଥିପାଇଁ କଣ ହେଲା, ଦିଟାର ମାନେ ସେମ ସେଣ୍ଟେନ୍ସ ୟୁଜ କଲା କଣ ପାଇଁ, ଦିଟା ସାରା ଗୋଟେ ରିଜନ ହେଇପାରେ, ଗୋଟେ ରେଜଲ୍ଟ ହେଇପାରେ, ସେଥିପାଇଁ। ଆଉ ଗୋଟେ ସେଣ୍ଟେନ୍ସ ଦେଖନ୍ତୁ ଅଛି କଣ, ଆଇ ଡିଡ୍ ନଟ୍ ଗୋ ବିକଜ ଇଟ୍ ୱାଜ ରେନିଂ ସୋ। ଏଠି କଣ ହେଲା, ବିକଜ ଆଉ ସୋ ଦିଟା ସାରା ୟୁଜ ହେଇଗଲା, ତେଣୁ ସେଥିପାଇଁ ସେଣ୍ଟେନ୍ସ ଟା ପୁରା କଣ ହେଲା, ଭୁଲ ହେଲା, ବୁଝିପାରିଲେ। ତେଣୁ ବିକଜ ଆଉ ସୋ ଦିଟା ସାଙ୍ଗରେ ୟୁଜ ହେଇପାରିବ ନାହିଁ। ତେଣୁ ଏବେ 69 ରୁଲ କଣ କହୁଛି ନା, ୟୁଜ ଅଫ ଠୁ ଆଉ ଟୁ। ଠୁ ଆଉ ଟୁ କୋଉଠି ୟୁଜ ହବ, ଠୁ ଆଉ ଟୁ ମିନ୍ସ ସୋ ଦ୍ୟାଟ୍ ନଟ୍ ହେଲା। ଏର ମିନିଂ ହଉଛି କଣ, ସୋ ଦ୍ୟାଟ୍ ନଟ୍। ଆଉ ଏଗୁଡା କଣ କରେ, ସୋ ଏକ୍ସେସ୍ ଅଫ ଇମ୍ପସିବିଲିଟି, ଯୋଉଠି ମାନେ ଇମ୍ପସିବଲ ଯେ ଥିଙ୍ଗସ ବହୁତ ଇମ୍ପସିବଲ, ମାନେ କେବେ କେବେ ବି ହେଇପାରିବନି, ସେଠି କଣ କରାଯାଏ ନା ଠୁ ଆଉ ଟୁ ୟୁଜ କରାଯାଏ। ଏକ୍ସାମ୍ପଲ କଣ ଅଛି, ହି ଇଜ ଟୁ ୱିକ୍ ଟୁ ୱାକ୍, ମାନେ ସେ ମୋଟେ ଚାଲି ପାରିବନି, ମିନ୍ସ ହି କ୍ୟାନ୍ ନଟ୍ ୱାକ୍, ମାନେ ସେଠି ଆମେ କଣ କରିବା, ଠୁ ଆଉ ଟୁ ୟୁଜ କରିବା। ଇଟ୍ସ ଠୁ କୋଲ୍ଡ ଟୁ ଗୋ ଆଉଟସାଇଡ୍, ମାନେ ବାହାରକୁ ଯାଇ ହିଁ ହବନି, ତେଣୁ ସେଥିପାଇଁ କଣ କରାଗଲା, ଠୁ ଆଉ ଟୁ ୟୁଜ କରାଗଲା। ବୁଝିପାରିଲେ, କିଛି ଅସୁବିଧା ନାହିଁ। ତେଣୁ ଦେଖିବା ଏବେ 70 ନମ୍ବରରୁ ଆଜି ଲାଷ୍ଟ ରୁଲଟା ଦେଖିବା, ୟୁଜ ଅଫ ସୋ ଦ୍ୟାଟ୍। ସୋ ଦ୍ୟାଟ୍ ଆମେ ୟୁଜ କୋଉଠି କରିବା, କୋଉଠି ପଏଣ୍ଟଟା କଣ ଅଛି, ସୋ ବିଫୋର ଏଡଜେକ୍ଟିଭ ଆଉ ଭାର୍ବ ଦ୍ୟାଟ୍ ବିଫୋର ରେଜଲ୍ଟ କ୍ଲୋଜ ହେଲା। ଯୋଉ କୋଉଠୁ ନା ରେଜଲ୍ଟ କ୍ଲୋଜ ପାଖରେ ଦ୍ୟାଟ୍ ୟୁଜ କରିବା, ଆଉ ଏଡଜେକ୍ଟିଭ ଆଉ ଏଡଭାର୍ବ ପୂର୍ବରୁ ସୋ ୟୁଜ କରିବା। କେମିତି, ଏକ୍ସାମ୍ପଲ ଦେଖିବା କଣ କେମିତି ୟୁଜ କରାଯାଉଛି, ସି ୱାଜ ସୋ ଟାୟାର୍ଡ ଦ୍ୟାଟ୍ ସି ସ୍ଲେପ୍ଟ ଇମିଡିଏଟଲି। କୋଉଠି ନା ସୋ ୟୁଜ କରାଗଲା, କୋଉଠି ନା ସାର୍ ଏଡଜେକ୍ଟିଭ, ଯେଟା କି ଥିଲା କଣ ଟାୟାର୍ଡ, ଆଉ
दैट यूज़ କରାହେଲା କୋଉଠି ନା ସି ସ୍ଲେପ୍ଟ ଇମିଡିଏଟଲି ଏଟା କ୍ଲୋଜ୍ ପ୍ରୁଫ୍ କ୍ଲୋଜ୍ କାହାକୁ କୁହାଯାଏ ନା ସେ ଗୋଟେ ଇଣ୍ଡିପେଣ୍ଡେଣ୍ଟ ସେନ୍ସ ଗୋଟେ ଦଉଥିବ ମାନେ ଯଦି ଆମେ ଏଠୁ କାଟିଦବା ବି ସେ ଗୋଟେ ସେଣ୍ଟେନ୍ସ ମିନିଂ ଯେମିତି ସି ସ୍ଲେପ୍ଟ ଇମିଡିଏଟଲି ସେ ଶୀଘ୍ର ଶୋଇଗଲା ଏଟା ଗୋଟେ ମିନିଂ ଦଉଛି ନା ତେଣୁ ସେଥିପାଇଁ ଏଟାକୁ କଣ କୁହାଯାଏ କ୍ଲୋଜ୍ କୁହାଯାଏ ବୁଝିହେଲା କ୍ଲୋଜ୍ କାହାକୁ କୁହାଯାଏ ତେଣୁ କ୍ଲୋଜ୍ ପୂର୍ବରୁ କଣ ଲାଗିବ दैट ଲାଗିବ adjective ବା adverb ପୂର୍ବରୁ so ଲାଗିବ ଆଉ ଗୋଟେ ଏକ୍ସାମ୍ପଲ କଣ ଅଛି ଦ ମୁଭି ୱାଜ so good ହେଲା ଏଟା କଣ ଗୁଡ୍ ଟା ହଉଛି କଣ adjective ହେଲା ସେଥିପାଇଁ କଣ ଲାଗିଲା so ଲାଗିଲା that we watched it twice ହେଲା ଏଟା ଗୋଟେ କ୍ଲୋଜ୍ ହେଲା କ୍ଲୋଜ୍ ପୂର୍ବରୁ କଣ ଲାଗିବ दैट ଲାଗିବ କ୍ଲୋଜ୍ କେମିତି ଜାଣିବ କହିଲି ଗୋଟେ ସେନ୍ସ ଆପଣଙ୍କୁ ଇଣ୍ଡିପେଣ୍ଡେଣ୍ଟ ସେନ୍ସ ଗୋଟେ ଦଉଥିବ ମାନେ ଏଇଠୁ କାଟିଦେଲେ ବି ସେ ଗୋଟେ ସେନ୍ସ ଦଉଥିବ ବୁଝିପାରିଲେ so that କୋଉଠି ଲାଗେ ତେଣୁ ଆଜି ଥିଲା ଏତିକି ଆମର 10ଟା ରୁଲ୍ ଥିଲା ତେଣୁ ଯଦି ପୂର୍ବ ଭିଡିଓ ଦେଖିନାହାନ୍ତି ଦେଖିଦିଅନ୍ତୁ ଯାହାଫଳରେ କି ଆପଣ ପୁରା ଆସ୍ତେ ଆସ୍ତେ କଣ ଗ୍ରାମାର ଭିତରକୁ ପଶି କେମିତି କଣ ୟୁଜ୍ ହଉଛି ଆପଣ ଜାଣିପାରିବେ ଗୋଟେ ଭିଡିଓ ଦେଖିଦେଲେ ବା ଆପଣ ଗୋଟେ ଦେଖି ଲାଗୁଥିବ ଏ ସାର୍ କିଛି କହୁନାହାନ୍ତି ଇଏ କରୁନାହାନ୍ତି ସେମିତି କିଛି ହବନି ଆଗରୁ ଆପଣ ପ୍ଲେଲିଷ୍ଟକୁ ଯାଆନ୍ତୁ 120 ରୁଲ୍ ଅଫ୍ ଗ୍ରାମର ଆଗରୁ ଦେଖିଦେଇ ଆସନ୍ତୁ ଦେଲେ ଆପଣ ଜାଣିପାରିବେ ଯେ ଗ୍ରାମାର କେମିତି କଣ ଆପଣ ହଉଛି ଆପଣ ଖାଲି ଘୋଷି ଦେଲେ କିଛି ହବନି ଏମିତି ଏକ୍ସାମ୍ପଲ ୱାଇଜ ବୁଝିଲେ ଆପଣ ମନେ ରହିବ ତେଣୁ ଆଶା କରୁଛି ଭିଡିଓଟା ଆପଣଙ୍କୁ ଭଲ ଲାଗିଥିବ ଯଦି ଭିଡିଓଟି ଭଲ ଲାଗିଛି ତାପରେ ଆମ ଭିଡିଓଟିକୁ ଲାଇକ୍ କରିଦେବେ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ ଆପଣ ଭିଡିଓ ଦେଖୁଛନ୍ତି କିନ୍ତୁ ସବସ୍କ୍ରାଇବ ଲାଇକ୍ କିଛି କରୁନାହାନ୍ତି ହେଲା କରିଦେବେ ଆଉ ପାଖରେ ଥିବା ବେଲ୍ ଆଇକନଟିକୁ ଅଲରେ ସେଟ୍ କରିଦେବେ ଯାହାଫଳରେ ଯେତେବେଳେ ଭିଡିଓ ଅପଲୋଡ ହଉଛି ଯାହା ବି ମ୍ୟାଥମେଟିକ୍ସ ଆମର ହଉ ବା ସାଇନ୍ସ ହଉ ସାଇନ୍ସରେ ବି ସେମିତି ମାରାଥନ କ୍ଲାସ୍ ଚାଲିଛି ବା କମ୍ପ୍ୟୁଟର କ୍ଲାସ୍ ତ ଆରମ୍ଭ ହେଲାଣି ହେଲା ଯାହା ବି ଆମେ ଭିଡିଓ ଅପଲୋଡ କରୁଛୁ ଆପଣଙ୍କ ପାଖରେ ପହଞ୍ଚି ପାରିବ ତେଣୁ ଆଜି ଏତିକି ରହୁଛି ନୂଆ ଭିଡିଓରେ ଆପଣଙ୍କ ସହିତ ଦେଖା ହବ ସେଥିପାଇଁ ରହୁଛି ଧନ୍ୟବାଦ।